ବୈଜ୍ଞାନିକ ବ୍ରୁନୋଙ୍କୁ କାହିଁକି ହତ୍ୟା କରାହେଲା? ମହାନ ସଂସ୍କାରକ, ଦାର୍ଶନିକ, ହେତୁବାଦୀ ଖଗୋଳ ବୈଜ୍ଞାନିକ ବ୍ରୁନୋ 1548 ମସିହାରେ ଇଟାଲୀର ନେପଲେସଠାରେ ଜନ୍ମଗ୍ରହଣ କରିଥିଲେ। ସେ ବାଲ୍ୟକାଳରୁ ପରିଶ୍ରମୀ, ଏକାଗ୍ରଚିତ, ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ଛାତ୍ର ଥିଲେ। ସେ ରୂଢ଼ିବାଦୀ କ୍ୟାଥୋଲିକ ଖ୍ରୀଷ୍ଟିଆନ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ଓ ପରମ୍ପରାଗୁଡ଼ିକୁ ସମୂଳେ ଖଣ୍ଡନ କରିଥିଲେ। ବାଇବଲରେ ଉଲ୍ଲେଖିତ ବିଭିନ୍ନ ଅବୈଜ୍ଞାନିକ ବିଶ୍ୱାସ, ଯେପରିକି ପୃଥିବୀ ସମତଳ, ସମଗ୍ର ବିଶ୍ୱର କେନ୍ଦ୍ରବିନ୍ଦୁ ହେଉଛନ୍ତି ପରମେଶ୍ୱର ଏବଂ ପୃଥିବୀ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେଉଛି, ଏ କଥାକୁ ସେ ବିଶ୍ୱାସ କରିନଥିଲେ। ସେ ସବୁବେଳେ କହୁଥିଲେ, ଅନ୍ଧ ଭାବରେ କୌଣସି କଥା ଗ୍ରହଣ କରିବାକୁ ହେବ ନାହିଁ। ଯାହା କିଛି ପୃଥିବୀରେ ଘଟୁଛି ବା ଯାହା କିଛି ମଣିଷ କରୁଛି, ସମସ୍ତ କଥା ପରମେଶ୍ୱର, ଯୀଶୁଖ୍ରୀଷ୍ଟ, ପବିତ୍ର ଆତ୍ମା କରୁଛନ୍ତି ବୋଲି ସେ ମନା କରିଦେଇଥିଲେ। ଈଶ୍ୱର ହେଉଛନ୍ତି ସିଦ୍ଧ, ସେ ଅସିଦ୍ଧ ବିଷୟକୁ କେବେ ସମର୍ଥନ କରିବେ ନାହିଁ କିମ୍ବା ଯୀଶୁଖ୍ରୀଷ୍ଟ ଓ ପବିତ୍ର ଆତ୍ମା ଅଧର୍ମ କାର୍ଯ୍ୟ କେବେ ହେଲେ ସାହାଯ୍ୟ କରିବେ ନାହିଁ। ସେ କହିବାର କଥା ଥିଲା ଯେ, ଯେତେ ଯାହା କାମ ହେଉଛି କାହିଁକି ଈଶ୍ୱର କରୁଛନ୍ତି ବୋଲି ତୁମେମାନେ କହୁଛ? ସେ ଏ କଥାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ସମଗ୍ର ପୃଥିବୀର କେନ୍ଦ୍ରବିନ୍ଦୁ ହେଉଛନ୍ତି ପରମେଶ୍ୱର ଏବଂ ତାଙ୍କ ଦ୍ୱାରା ସବୁକିଛି ଘଟଣା ଘଟୁଛି ପୃଥିବୀରେ, ଏ କଥାକୁ ସେ ଅମାନ୍ୟ କରିଥିଲେ। ଖଗୋଳ ବିଜ୍ଞାନୀ ବ୍ରୁନୋ କହିଥିଲେ, ମହାକାଶରେ ଗୋଟିଏ ନୁହଁ, ଅନେକ ବିଶ୍ୱବ୍ରହ୍ମାଣ୍ଡ ଅଛି, ଯାହା ଅନନ୍ତ ଓ ଅପରିସୀମ। ଆମ୍ଭେମାନେ ଯେଉଁ ବିଶ୍ୱରେ ରହୁଛୁ, ତାହାର କେନ୍ଦ୍ରରେ ପୃଥିବୀ ନୁହେଁ, ସୂର୍ଯ୍ୟ ଅଛି। ଯେତେବେଳେ ସମଗ୍ର ଇଟାଲୀ ଓ ୟୁରୋପୀୟ ସମାଜ ରୂଢ଼ିବାଦୀ ଧର୍ମାନ୍ଧତାରେ ବୁଡ଼ି ରହିଥିଲା, ସେତେବେଳେ ସେ କୋପର୍ନିକସଙ୍କ ବୈଜ୍ଞାନିକ ସିଦ୍ଧାନ୍ତକୁ ସମର୍ଥନ କରିଥିଲେ। ତତ୍ସହିତ ଧର୍ମଯାଜକ, ପୋପ ଓ ଧାର୍ମିକ ଶାସକ ଗୋଷ୍ଠୀକୁ ଅମାନ୍ୟ କରିଥିଲେ। ମହାନ ହେତୁବାଦୀ ବୈଜ୍ଞାନିକ ବ୍ରୁନୋ ସେ ଈଶ୍ୱରଙ୍କ ବିରୁଦ୍ଧରେ କିନ୍ତୁ କିଛି କହିନଥିଲେ। ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ଯାଇନଥିଲେ। ସେ କହୁଥିଲେ ଯେ, ଧର୍ମ ଏବଂ ନିଜର ଧର୍ମାନ୍ଧତାକୁ ଅନ୍ଧ ଭାବରେ ବିଶ୍ୱାସ ନକରି ଯାହା ସତ୍ୟ, ବାସ୍ତବ, ତାକୁ ହିଁ କେବଳ ଗ୍ରହଣ କରି ନିଜ ପଥରେ ପରିଚାଳିତ ହୁଅ, ଯାହା ନିଜର ମଙ୍ଗଳ ହେବ। ସମସ୍ତ କଥାକୁ ଈଶ୍ୱରଙ୍କ ଉପରେ ଥୋଇଦେବା ଉଚିତ ନୁହେଁ ବୋଲି ସେ ବାରମ୍ବାର କହିଥିଲେ, ଯାହାର ପରିଣାମ ସ୍ୱରୂପ ହେତୁବାଦୀ ବ୍ରୁନୋଙ୍କୁ ରୋମର ଜନଗହଳିପୂର୍ଣ୍ଣ ଏକ ଚାରିଛକରେ ସମସ୍ତ ଲୋକ ଏକତ୍ରୀକରଣ ହୋଇ 1600 ମସିହାରେ ଗୋଟିଏ ଖମ୍ବରେ ବାନ୍ଧି କିରୋସିନ ଢାଳି ଦେଇଥିଲେ, ଯାହାଦ୍ୱାରା ନିଜେ ବ୍ରୁନୋ ହିଁ ଜଳି ମରିଯାଇଥିଲେ। ଚର୍ଚ୍ଚର ପୋପ ଓ ପାଦ୍ରୀଗଣ ବ୍ରୁନୋଙ୍କୁ ପୋଡ଼ି ଦେଇଥିଲେ ସତ, କିନ୍ତୁ ତାଙ୍କର ହେତୁବାଦୀ ଦର୍ଶନ ଓ କ୍ରାନ୍ତିକାରୀ ବିଚାର ଆଜି ମଧ୍ୟ
ସତ ପ୍ରମାଣିତ ହୋଇ ଆସିଅଛି। ଖଗୋଳ ବିଜ୍ଞାନର ପୁରୋଧା ଆଜି ସେ ବିଶ୍ୱ ପ୍ରସିଦ୍ଧ ଏଥିପାଇଁ ସତ୍ୟତା ନିମନ୍ତେ। ତେଣୁ ସତ୍ୟତା କିଣ ବିକ ନାହିଁ, ସତ୍ୟ ବିନା କର କେନ ଥିବେ ସାଥୀ। ଏ ଭବ ଜଳଦି ତୀରେ ସତ୍ୟ ଜ୍ଞାନ ଲଭି, ସତ୍ୟରେ ଚଳିଲେ ମିଳିବୁ ଅପର ତୀରେ। ବୈଜ୍ଞାନିକ ବୁନନ ସତ୍ୟ ସପକ୍ଷରେ ଲଢି ପ୍ରାଣ ବଳି ଦେଇଛନ୍ତି। ସେ ସମସ୍ତଙ୍କ ପାଇଁ ନମସ୍କାର।